ଜୀବନଟି ସମ୍ପୂର୍ଣ୍ଣ ଭାବରେ ବର୍ବାଦ ହେବାରେ ଲାଗିଛି। ନା ଖାଇବାକୁ ଭଲ ଖାଇବା ମିଳୁଛି, ନା ରହିବାକୁ ଭଲ ଘରଟିଏ ମିଳୁଛି। ଯାଏ ଆଜି ଯେମିତି ହେଲେ ବି ଗୋଟିଏ ଭଲ ଘରଟିଏ ଖୋଜିବି। ହେଇ ଆଗରେ ଗୋଟିଏ ଗୁମ୍ଫା ଦେଖାଯାଉଛି। ଯାଏ ଦେଖେ ଗୁମ୍ଫାଟି କେମିତି ହୋଇଛି। ହଇଓ ବାଘ ମାମା, ଏଆଡ଼େ କୁଆଡ଼େ? ମୁଁ ରହୁଥିବା ଗୁମ୍ଫାରେ ପାଣି ଝରି ପଡ଼ୁଛି। ସେଥିପାଇଁ ମୁଁ ଗୋଟିଏ ନୂଆ ଘରର ସନ୍ଧାନରେ ବାହାରି ପଡ଼ିଛି। ଠିକ୍ କଥା, ହେଲେ ଏଆଡ଼େ କୁଆଡ଼େ? ମୁଁ ସେଇ ଦୂରରୁ ଦେଖିଲି ଗୁମ୍ଫାଟି ବହୁତ ସୁନ୍ଦର ହୋଇଛି। ସେଥିପାଇଁ ଦେଖିବାକୁ ଚାଲି ଆସିଲି। ଯଦି ଭଲ ଲାଗିବ ତ ମୁଁ ଏଠି ରହିଯିବି। ହଇଓ ମାମା, ତମେ କ'ଣ ଜାଣିନ ଏଇଟା ଗୋଟିଏ ଭୂତ ଗୁମ୍ଫା। ଏଠାକୁ ଯିଏ ବି ରହିବାକୁ ଆସେ ସେ ଭୂତ ତାକୁ ମାରିକି ଗୋଟା ଗିଳି ଦିଏ। ମୋତେ ଭୂତ ଡରାଉଛ? ଆରେ ମୁଁ ହେଲି ଜଙ୍ଗଲର ରାଜା। ମୁଁ ଯେଉଁଠି ରହିଲି ସେଠାକୁ ଭୂତ ତ ଭୂତ, ପବନ ବି ମୋ ବିନା ଅନୁମତିରେ ପ୍ରବେଶ କରେନି। ହେଲେ ତୁମେ ଦୁହେଁ ଏଠି କ'ଣ କରୁଛ? ଆମେ ଏଠି କ'ଣ କରୁଛୁ? ଆରେ ମଲ୍ଲୁ କହୁନୁ, ଆମେ ଏଠି କ'ଣ କରୁଛେ? ଆମେ ଏଠି ତମ ପରି ଏଠାକୁ ଯିଏ ରହିବାକୁ ଆସେ ତାକୁ ଏଠି ଭୂତ କଥା ଜଣାଇଥାଉ। ଭୂତ ନା ଭୂତ? ମୁଁ ଏମିତି ଭୂତ ବହୁତ ଗୁଡ଼ାଏ ଦେଖିଲିଣି। ଏଇଟା କୋଉ ନୂଆ କି? ହଉ ଠିକ୍ ଅଛି, ଆମେ କହିଦେଲେ। ଏଣିକି ତମ ଇଚ୍ଛା। ମଲ୍ଲୁ ଚାଲ ଯିବା। ତାଙ୍କ ଇଚ୍ଛା, ଆମର କ'ଣ ଯାଉଛି? ଆମେ ଚାଲ ଏଠୁ ଯିବା। ଆରେ ୱାଃ, କି ସୁନ୍ଦର ଗୁମ୍ଫା ହୋଇଛି। ଶଳା ଦୁଇ ଶିଆଳ ମିଛଟାରେ ଡରାଉଥିଲେ। ତାଙ୍କ କଥା ଶୁଣି ଯଦି ସେଠାରୁ ଫେରି ଯାଇଥାନ୍ତି, ଏମିତିଆ ଘରଟିଏ କେବେ ବି ପାଇନଥାନ୍ତି। ମୋତେ ଲାଗୁଛି ଦୁଇ ଶିଆଳ ପାଗଳ ବୋଧେ, ନହେଲେ ଏତେ ସୁନ୍ଦର ଗୁମ୍ଫାକୁ ଭୂତ ଗୁମ୍ଫା କହନ୍ତେ। ହଉ, ତାଙ୍କ କଥା ଛାଡ଼େ। ଆଜିଠୁ ଏ ଗୁମ୍ଫା ମୋର। ଭୂତ ଭାଇ, ହେଇ ଦେଖ ଆମର ନୂଆ ଶିକାର। ଦେଖିଲ କେମିତି ହୃଷ୍ଟପୃଷ୍ଟ ବାଘଟିଏ ହୋଇଛି। ହଁ ଭୂତ ଭାଇ, ୟାକୁ ଖାଇବାରେ ଯେଉଁ ମଜା ଲାଗିବ, ଓହୋ, ଆତ୍ମା ଶାନ୍ତି ହୋଇଯିବ। ଆଉ ଦେଖିଲ କ'ଣ, ଚାଲ ଆରମ୍ଭ କରିବା। ନା ନା, ଆଜି ନୁହଁ, କାଲି ଆମ ସମସ୍ତ ଭୂତ ଭାଇମାନଙ୍କୁ ଡାକିକି ପାର୍ଟି କରିବା। ହଁ ହଁ, ଠିକ୍ କଥା, ଚାଲ କାଲି ଆସିବା। ହେ ପ୍ରଭୁ, ଅଳ୍ପକେ ବଞ୍ଚିଗଲି। ଆଜି ନହେଲେ ମୋ ପ୍ରାଣଟା ଚାଲି ଯାଇଥାନ୍ତା। ନା, ଆଉ ଏଠି ରହିବିନି। କାଲି ସକାଳ ହଉ ହଉ ଏଠାରୁ ଚାଲିଯିବି। ଆଉ ଏଠି ରହିବିନି, ଯାଉଛି ଏଠୁ ଚାଲିଯିବି। ହେଲେ ଏକଥା ଯଦି ଜଙ୍ଗଲରେ କୌଣସି ପ୍ରାଣୀ ଯଦି ଜାଣିଯାଏ, ତାହେଲେ ମୋର ଇଜ୍ଜତ ରହିବଟି? ସମସ୍ତେ କହିବେ ଜଙ୍ଗଲର ରାଜା ହୋଇକି ଭୂତକୁ ଡରିକି ପଳାଇ ଆସିଲା। ନା, ମୁଁ ଏ ଜଙ୍ଗଲର ରାଜା, ମୁଁ ଡରିବିନି। ଆଜି ଆସନ୍ତୁ ତାଙ୍କର ଦିନକୁ ମୋର ଦିନେ।
ବୁଝିଲୁ ଭୂତ ଭାଇ, ଆଜି ବାଘର ଭାଗ୍ୟ ଭଲ। ଆଜି ପାର୍ଟି ପାଇଁ ଆସିବାକୁ ସମସ୍ତେ ମନା କରିଦେଲେ। ଚାଲ ଆମେ ଖାଇଦେବା। ନା ନା, ସମସ୍ତ ଭୂତ ଭାଇମାନେ ମିଶିକି କାଲି ଖାଇବା। ମୁଁ ସମସ୍ତଙ୍କୁ ନିମନ୍ତ୍ରଣ କରିଦେଇଛି। ହଉ ହଉ ଠିକ୍ ଅଛି, ଚାଲ କାଲି ପୁଣି ଆସିବା। ହଁ ହଁ ଚାଲ। ଆଜି ଏ ଭୂତମାନଙ୍କୁ ପାଣି ଦେବି। ଯାଇ ତାଙ୍କ ପଛରେ ଯାଏ। ବୁଝିଲୁ ମଲ୍ଲୁ, ବାଘକୁ ଏମିତି ଡରାଇବା ଯେମିତିକି ସିଏ ଗୁମ୍ଫା ତ ଗୁମ୍ଫା, ଏ ଜଙ୍ଗଲ ଛାଡ଼ି ଚାଲିଯିବ। ହଁ ହଁ ଠିକ୍ କହିଲେ ଗଲୁ, ନହେଲେ ଆମ ଘରେ ରହିବାକୁ ଆସିଛି। ହା 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 ହା। ଆଚ୍ଛା ହଉ ରେ ପୁଅ, ତୁମେ ଦୁହେଁ ଭୂତ ହୋଇ ମୋତେ ଡରାଉଥିଲ। କାଲି ଆସ, ତମ କଥା ମୁଁ ବୁଝୁଛି। କିଏ ଜଙ୍ଗଲ ଛାଡ଼ୁଛି କାଲି ଜଣାପଡ଼ିବ। ବୁଝିଲୁ ମଲ୍ଲୁ, ଆଜି ଯେମିତି ହେଲେ ବି ବାଘକୁ ଡରାଇକି ଆମ ଗୁମ୍ଫାଠାରୁ କାଢ଼ିବାକୁ ପଡ଼ିବ। 2 ଦିନ ହୋଇଗଲାଣି ବାହାରେ ଶୋଇବା। ରାତିରେ ଶଳା ମଶା ଗୁଡ଼ିକ ଭଲରେ ଶୁଆଇ ଦେଉନାହାନ୍ତି। ଆଜି ଯେମିତି ସେମିତି କରିକି ବାଘକୁ ଗୁମ୍ଫାଠୁ ବାହାର କରିବାକୁ ହେବ। ଆଜି ଦୁଷ୍ଟ ଶିଆଳଙ୍କୁ ଛାଡ଼ିବିନି। ଆଜି ତାଙ୍କୁ ପାଣି ଦେବି, ଆଉ ଯେମିତି କାହାରିକୁ ଭୂତ ହୋଇ ଡରାଇବେନି। ଆଜି ବାଘର ଶେଷ ରାତି। ଆଜି ବାଘକୁ ଗୋଟା ଗିଳି ଦେବା। ଚାଲ ଭୂତ ଭାଇ। ମୋତେ ଛାଡ଼ିଦିଅ ଭୂତ ମହାରାଜ, ମୋର ଭୁଲ ହୋଇଗଲା। ମୁଁ ଆଉ ଏ ଗୁମ୍ଫାକୁ ଆସିବିନି। କ'ଣ ଏଇଆ କହିବ ବୋଲି ଭାବୁଛ? ମୁଁ ତୁମକୁ ଭଲ ଭାବରେ ଜାଣିଗଲି। 2 ଶିଆଳ, ଆଜି ମୋତେ ନୁହଁ, ତୁମକୁ ମୋ ଠାରୁ କିଏ ରକ୍ଷା କରିବ ମୁଁ ଦେଖିବି। ଏବେ କୁଆଡ଼େ ଯିବ? ଆମକୁ ଛାଡ଼ିଦିଅ ବାଘ ମାମୁଁ, ଆମକୁ ଛାଡ଼ିଦିଅ। ମୋତେ ଏତେ ହଇରାଣ କରିଛ, ପୁଣି ତୁମେ ଦୁହେଁ ଭାବୁଛ ମୁଁ ତୁମକୁ ଛାଡ଼ିଦେବି? ଆଉ ବୋଉଲୋ।